ସେତେବେଳେ ରାଜନେତାଙ୍କର ଏଠି କିଛି ଜମି ଫମି ଥିବା ଯୋଗୁଁ ତାଙ୍କର ପ୍ରରୋଚନା ରହିଛି ଆଉ ଆପଣମାନେ ଦାବି କରିଥିଲେ ଏଟାକୁ ରିପେୟାର ଚେଞ୍ଜ କରିବା ପାଇଁ? ଆମେ ଦାବି କରୁଥିଲୁ ଆଜ୍ଞା ଅଞ୍ଚଳବାସୀର ଆଜ୍ଞା ଏଇଟା ଭୁଲ ଅଛି ସେତେବେଳେ କରୁଛୁ କିନ୍ତୁ କହି କର୍ଣ୍ଣପାତ କରିନଥିଲେ ସେତେବେଳେ ବିଜେଡି ସରକାର ଥିଲେ ତ ପୁରାପୁରି ଅସୁରକ୍ଷିତ ଆଜ୍ଞା ଏ ଗଲାବେଳେ ଆସିଲା ବେଳେ ପୁରା ଭୟ ଲାଗୁଛି ବ୍ରିଜର ଓସାର କମ୍ ଅଛି ତାପରେ ଟର୍ଣ୍ଣିଂ ବୁଲିଲା ବେଳେ ଭୟ ଲାଗୁଛି ଏବେ ବ୍ରିଜର ହେଲା ମାନେ ଆଜିକି 10 ବର୍ଷ ହେଲାଣି ପ୍ରତିଦିନ ଦୁର୍ଘଟଣା ଘଟୁଛି ଆଉ ବ୍ରିଜ ହେଲା ଯେତେବେଳେ ଏ ବ୍ରିଜର ନକ୍ସା ପୁରା ବଦଳି ଯାଇଛି ଆଜ୍ଞା ଠିକ୍ ଭାବେ ଯେତେବେଳେ ଯେଉଁ ନକ୍ସା ହେଇଥିଲା ଡିପିଆର ବଦଳାଇକିରି ପୁରା ଏଇଟା ଅନ୍ୟ ସେତେବେଳେ ରାଜନେତାଙ୍କର ଏଠି କିଛି ଜମି ଫମି ଥିବା ଯୋଗୁଁ ତାଙ୍କର ପ୍ରରୋଚନା ରହିଛି ଆଉ ଆପଣମାନେ ଦାବି କରିଥିଲେ ଏଟାକୁ ରିପେୟାର ଚେଞ୍ଜ କରିବା ପାଇଁ? ଆମେ ଦାବି କରୁଥିଲୁ ଆଜ୍ଞା ଅଞ୍ଚଳବାସୀର ଆଜ୍ଞା ଏଇଟା ଭୁଲ ଅଛି ସେତେବେଳେ କରୁଛୁ କିନ୍ତୁ କହି କର୍ଣ୍ଣପାତ କରିନଥିଲେ ସେତେବେଳେ ବିଜେଡି ସରକାର ଥିଲେ ତ ଆଉ ବର୍ତ୍ତମାନ ସରକାର ଚେଞ୍ଜ ହେଇଛି ତାଙ୍କର ଦୃଷ୍ଟିଗୋଚର ଜଣାପଡ଼ିବ କ'ଣ କରିବେ ତାଙ୍କେ ଆଉ ଏବେ ବି ଦାବି କରିବେ? ଏବେ ବି ଦାବି କରିବୁ ଏଇଟା ଡିପିଆର ଚେଞ୍ଜ କରିକିରି ସିଧା କରନ୍ତୁ ବୋଲିକିରି ଏଇଟା ଯେଉଁ ବୁଲାଣି ଅଛି ଆଗକୁ କେତେ ଲୋକଙ୍କର ଆଉ ଧନଜୀବନ ହାନି ହେବ ଆଜ୍ଞା ଆଜ୍ଞା ତ ଆପଣ ଯେତେବେଳେ ଘରୁ ବାହାରୁଛନ୍ତି ବ୍ରିଜ ଉପରେ ଯାଉଛନ୍ତି କେତେ ନିଜକୁ ଅସୁରକ୍ଷିତ ମନେ? ପୁରାପୁରି ଅସୁରକ୍ଷିତ କିନ୍ତୁ କାମ ଥାଉଛି ବୋଲି ବାଧ୍ୟ କରି ଯିବାକୁ ପଡୁଛି ନହେଲେ ଅନ୍ୟ ରାସ୍ତା ନାହିଁ।